ହନୁମାନ ଚାଳିଶାର ନାମ କିଏ ନ ଶୁଣିଛି। କିଛି ବର୍ଷ ତଳେ ମହାରାଷ୍ଟ୍ରର ସ୍ଥାନ ସ୍ଥାନରେ ଲାଉଡ ସ୍ପିକର ଲଗାଇ ହନୁମାନ ଚାଳିଶା ପାଠ ଘଟଣା ଚର୍ଚ୍ଚାର ବିଷୟ ହୋଇଥିଲା। ସମଗ୍ର ବିଶ୍ୱରେ ସର୍ବାଧିକ ପଠିତ ପୁସ୍ତିକା ହେଉଛି ହନୁମାନ ଚାଳିଶା। ମୂଳତଃ ଏହା ଅବଧୀ ଭାଷାରେ ରଚିତ, ପରେ ଅନ୍ୟାନ୍ୟ ଭାରତୀୟ ଭାଷାରେ ଏହାର ଅନୁବାଦ ହୋଇଛି। ଭକ୍ତରାଜ ହନୁମାନଙ୍କ ଉଦ୍ଦେଶ୍ୟରେ ଏହା ଏକ ଭକ୍ତିଭାବ ପ୍ରଧାନ ପୁସ୍ତିକା, ଯାହାକୁ ରଚନା କରିଛନ୍ତି ସନ୍ଥ ତୁଳସୀ ଦାସ। ଏଥିରେ ହନୁମାନଙ୍କର ଅଦ୍ଭୁତ ବଳ ପରାକାଷ୍ଠା, ରାମଙ୍କ ପ୍ରତି ତାଙ୍କର ଅତୁଳନୀୟ ଭକ୍ତି ଏବଂ ଦୁଃସାଧ୍ୟ କାର୍ଯ୍ୟ କରିବାର କ୍ଷମତା ବର୍ଣ୍ଣନା କରାଯାଇଛି। ଏହା ପାଠ କରିବା ଦ୍ୱାରା ଜୀବନରେ ସମସ୍ତ ସମସ୍ୟା ଏବଂ ସଙ୍କଟର ହରଣ ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ରାମଚରିତ ମାନସ ରଚନା ପରେ ତୁଳସୀ ଦାସ ଏହାକୁ ରଚନା କରିଥିଲେ। ତେବେ ଏହାର ରଚନା ସମ୍ପର୍କରେ ଏକ ରୋଚକ କାହାଣୀ ରହିଛି। ଷୋଡଶ ଶତାବ୍ଦୀର ଘଟଣା। ଦିଲ୍ଲୀର ସମ୍ରାଟ ଥାନ୍ତି ବାଦଶାହ ଆକବର। ତୁଳସୀ ଦାସଙ୍କର ଅପୂର୍ବ କାବ୍ୟ ପ୍ରତିଭା ବିଷୟରେ ଶୁଣିବା ପରେ ତାଙ୍କୁ ଆକବରଙ୍କର ପାରିଷଦରୁ ଦିଲ୍ଲୀ ଡକାଗଲା। ସେଠାରେ ଅବଦୁଲ ରହିମ ଖାନ ଓ ତୋଡରମଲ ତାଙ୍କୁ ଆକବରଙ୍କ ଉଦ୍ଦେଶ୍ୟରେ ପ୍ରଶସ୍ତିମୂଳକ କାବ୍ୟ ରଚନା କରିବାକୁ ପ୍ରବର୍ତ୍ତାଇଲେ। କିନ୍ତୁ ରାମଭକ୍ତ ତୁଳସୀ ଦାସ ସ୍ପଷ୍ଟ ଭାବରେ ଏହାକୁ ମନା କରିଦେବାରୁ ସମ୍ରାଟଙ୍କ ପ୍ରତି ତାଙ୍କର ଅବଜ୍ଞା ମନେ କରାଯାଇ ତାଙ୍କୁ ଜେଲକୁ ପଠାଇ ଦିଆଗଲା। ଅନ୍ୟ ଏକ କିମ୍ବଦନ୍ତୀ ଅନୁସାରେ ତୁଳସୀ ଦାସଙ୍କର କୀର୍ତ୍ତି ଶୁଣି ଆକବର ତାଙ୍କୁ ଦରବାରକୁ ଡକାଇ ଭଗବାନ ଶ୍ରୀରାମଙ୍କୁ ତାଙ୍କୁ ଦର୍ଶନ କରାଇଦେବା ନିମନ୍ତେ ଅନୁରୋଧ କଲେ। କିନ୍ତୁ ତୁଳସୀ ଦାସ ଭଗବାନ ଶ୍ରୀରାମ କେବଳ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି ବୋଲି କହି ନିଜର ଅକ୍ଷମତା ପ୍ରକାଶ କରିବାରୁ କ୍ଷୁବ୍ଧ ହୋଇ ସମ୍ରାଟ ତାଙ୍କୁ ଜେଲକୁ ପଠାଇଦେଲେ। ଯାହା ବି ହେଇଥାଉ, ଜେଲର କାଳ କୋଠରୀ ଭିତରେ ତୁଳସୀ ଦାସ ବନ୍ଦୀ ହୋଇ ରହିଲେ। ନିଜର ଆରାଧ୍ୟ ଦେବତା ହନୁମାନ ଏବଂ ଭଗବାନ ଶ୍ରୀରାମଙ୍କ ଉପରେ ତାଙ୍କର ଥିଲା ଅତୁଟ ଆସ୍ଥା ଓ ବିଶ୍ୱାସ। ସେହି କାରାଗାର ଭିତରେ ସେ ତାଙ୍କର ପ୍ରଭୁଙ୍କୁ ଅହରହ ସ୍ମରଣ କରିବାକୁ ଲାଗିଲେ। ହୃଦୟର ଗଭୀର ବେଦନା ଓ ସ୍ପନ୍ଦିତ ଭାବରୁ ଯେଉଁ କାବ୍ୟକୃତି ତାଙ୍କର ଲେଖନୀରେ ଲିପିବଦ୍ଧ ହୋଇଗଲା, ତାହା ହେଉଛି ହନୁମାନ ଚାଳିଶା। ଏଣେ ଭକ୍ତର ସଙ୍କଟକୁ ମାରୁତି କିପରି ବରଦାସ୍ତ କରିପାରିଥାନ୍ତେ? ଭଗବାନ ସର୍ବାନ୍ତର୍ଯାମୀ, ସମସ୍ତ କଥା ତାଙ୍କୁ କ୍ଷଣକରେ ଗୋଚର ହୋଇଯାଏ। ବାଦଶାହକୁ ଉଚିତ ଶିକ୍ଷା ଦେବା ନିମନ୍ତେ ହଜାର ହଜାର ସଂଖ୍ୟାରେ ବାନର ଦିଲ୍ଲୀ ନଗରୀ ଭିତରକୁ ଆସି ସମ୍ରାଟଙ୍କର ଇମାରତ, ଲାଲକିଲ୍ଲା ପ୍ରଭୃତି ସ୍ଥାନକୁ ଘେରିଗଲେ। ଚାରିଆଡେ ହାହାକାର ଖେଳିଗଲା। ପରିସ୍ଥିତି ଅତ୍ୟନ୍ତ ଭୀଷଣ ରୂପ ନେବାକୁ ଲାଗିଲା। ସମ୍ରାଟ ଏବଂ ତାଙ୍କର ସୈନ୍ୟ ସାମନ୍ତ ମାନଙ୍କର ସମସ୍ତ କୌଶଳ ସତ୍ତ୍ୱେ ବାନରମାନଙ୍କୁ ତଡ଼ିବା ଉଦ୍ୟମ ଯେତେବେଳେ ସଫଳ ହେଲା ନାହିଁ ଏବଂ ଘଡ଼ିକୁ ଘଡ଼ି ପରିସ୍ଥିତି ଅଣାୟତ୍ତ ହେବା ଲକ୍ଷଣ ଦେଖାଗଲା, ମନ୍ତ୍ରୀ ବୀରବଲଙ୍କ ପରାମର୍ଶରେ ଆକବର ତୁଳସୀ ଦାସଙ୍କୁ ଖଲାସ କରିଦେବାକୁ ନିର୍ଦ୍ଦେଶ ଦେଲେ। ଏହାପରେ ସ୍ୱାଭାବିକ ଅବସ୍ଥା ଫେରିଲା। ଏଥିରୁ ତୁଳସୀ ଦାସଙ୍କର ଭକ୍ତିର ଶକ୍ତି ଆକବର ଅନୁଭବ କରିପାରିଲେ। ସେ ନିଜର କୃତକର୍ମ ପାଇଁ ତୁଳସୀ ଦାସଙ୍କୁ କ୍ଷମା ଭିକ୍ଷା କଲେ। ଏହି ଘଟଣାରୁ ହନୁମାନ ଚାଳିଶାର ମହତ୍ଵ ମଧ୍ୟ ଅନନ୍ୟ ହୋଇଗଲା। ସଙ୍କଟ ସମୟରେ ଯିଏ ବି ଏହାକୁ ପାଠ କରିଛି ସେ ନିଶ୍ଚୟ ଉପକୃତ ହୋଇଛି। ଶୁଣାଯାଏ ଯେ ତୁଳସୀ ଦାସ ଏହାକୁ ରଚନା କରି ଯେତେବେଳେ ପ୍ରଥମ ଥର ପାଠ କଲେ, ହନୁମାନ ସ୍ୱୟଂ ତାକୁ ଶୁଣିଥିଲେ।